ସାମ୍ବାଦିକ ଇଲେକ୍ଟ୍ରୋନିକ୍ ମିଡ଼ିଆ ପ୍ରିଣ୍ଟ ମିଡ଼ିଆର ବନ୍ଧୁମାନେ ତାଠାରୁ ବେଶୀ କିଛି ଜାଣିଛନ୍ତି। କାରଣ ପ୍ରତିଦିନ ଖବରକାଗଜ ଖୋଲିଦେଲା ମାତ୍ରକେ ଟିଭି ଖୋଲିଲା ମାତ୍ରକେ ସବୁଥିରେ ଗୋଟେ ଲାଇନ୍ ଯାଉଥିବ ଯେ ଅମୁକ ଜାଗାରେ ନିର୍ମମ ହତ୍ୟା, କେଉଁଠି ବାପାକୁ ପୁଅ ମାରିଲାଣି, କେଉଁଠି ସ୍ତ୍ରୀକୁ ସ୍ୱାମୀ ମାରିଲାଣି, କେଉଁଠି ଘର ଆଗରେ ବସିଥିବା ନିରୀହା ମହିଳାଟିକୁ ପୋଲିସ ରେସ୍କ୍ୟୁ ଦେଉନାହିଁ ତାକୁ ହତ୍ୟା କରାଗଲାଣି। ଏହି ଘଟଣା ଆପଣ ସବୁଦିନ ଆପଣମାନେ ବେଶୀ ଦେଖୁଛନ୍ତି ଏବଂ ଲୋକଙ୍କ ପାଖକୁ ଦେଖାଉଛନ୍ତି। ଆମ ଦୁଃଖର କଥା ହେଉଛି ଗୋଟିଏ ସରକାର 2 ବର୍ଷରୁ ଉର୍ଦ୍ଧ୍ୱ ହେଲାଣି ରହିଲାଣି, 3 ବର୍ଷ ଚାଲିଲାଣି ଏବଂ ଗତ ବର୍ଷ ମାନେ ଜାନୁଆରୀ 26ରେ ଏ ବର୍ଷ ଯେଉଁ 26 ମସିହା ଜାନୁଆରୀ ମାସରେ ଯେଉଁ ବାହାରେ ହ୍ୱାଇଟ୍ ପେପର ବାହାରେ ସମସ୍ତ ପୋଲିସ ରେକର୍ଡ଼ ପୋଲିସର ରେକର୍ଡ଼ ଯାହା ବାହାରେ ସେ ଯାହା ଦେଇଛନ୍ତି ଖବର ସମ୍ବାଦ ଯାହା ଦେଇଛନ୍ତି ତାଙ୍କର ଯାହା ରିପୋର୍ଟ ଆସିଛି ତାକୁ ଅନୁଧ୍ୟାନ କଲେ ଆମେ ସମସ୍ତେ ଦେଖିବା ବଡ଼ ଦୁର୍ଭାଗ୍ୟଜନକ ସ୍ଥିତି ଓଡ଼ିଶାରେ। ବିହାରରେ ଏମିତି ବି ଜଙ୍ଗଲରାଜ ଯେଉଁ କଥା କହୁଥିଲେ ବିଜେପି ବାଲା ଜଙ୍ଗଲରାଜ ଚାଲିଛି ବିହାରରେ ବୋଲି, ବିହାର ଜଙ୍ଗଲରାଜ ଠାରୁ ଇଏ ଆହୁରି ଅଧିକ ବଢ଼ିଯାଇଛି। ଦିନକୁ 7ଟି ରୁ 8ଟି ମହିଳାମାନଙ୍କର ନିର୍ଯାତନା ଏବଂ ତା ଭିତରୁ 3 ଜଣଙ୍କର ମୃତ୍ୟୁ ରିପୋର୍ଟରେ ରହିଛି। ପ୍ରତିଦିନ ଆକ୍ସିଡେଣ୍ଟରେ ଦୁର୍ଘଟଣାରେ ମଦ ଖାଇକରି, କାରଣ ମଦ ପରୀକ୍ଷା କରାଯାଉଛି, ମଦ ଖାଇଥିବା ଲୋକମାନଙ୍କର ଦୁର୍ଘଟଣାରେ ପ୍ରତିଦିନ 8 ରୁ 11 ଜଣ ମୃତ୍ୟୁବରଣ କରୁଛନ୍ତି ଓଡ଼ିଶାରେ। ସବୁଠାରୁ ବଡ଼ ଦୁର୍ଭାଗ୍ୟଜନକ ସ୍ଥିତି ଓଡ଼ିଶାରେ ସଡ଼କ ବ୍ୟବସ୍ଥାରେ, ଯାତାୟାତ ବ୍ୟବସ୍ଥାରେ ଏବଂ ତାଠାରୁ ଆହୁରି ବ୍ୟବସ୍ଥା ଖରାପ ଆମ ଘର ପରିବାରରେ, ପ୍ରତ୍ୟେକ ପରିବାରରେ। ଭାରତବର୍ଷ କୁଆଡ଼େ ପୃଥିବୀର ସବୁଠାରୁ ମାନେ ଗୁରୁ ହେଇଥାନ୍ତା, ଭାରତ ସାରା ବିଶ୍ୱର ଗୁରୁ ହେଇଥାନ୍ତା, ବିଶ୍ୱ ଗୁରୁ ହେଇଥାନ୍ତା। ସେଇ ବିଶ୍ୱ ଗୁରୁର ପ୍ରତ୍ୟେକ ପରିବାରରେ ବାପକୁ ମା ମାରୁଛି, ପୁଅ ମାରୁଛି ବାପକୁ, ପୁଅ ମାରୁଛି ମାଆକୁ। ଏ ଘଟଣା ଆମେ ସବୁଦିନେ ଦେଖୁଛୁ। ଏଇ ଯେଉଁ ସ୍ଥିତି ଭାରତବର୍ଷରେ ଅଛି ଏବଂ ବିଶେଷ ଭାବରେ ଯେଉଁ ରାଜ୍ୟରେ ଏତେ ଘଟୁନଥିଲା ଓଡ଼ିଶାରେ, ସେଠି ବର୍ତ୍ତମାନ ସାଂଘାତିକ ଅବସ୍ଥା, ସାଂଘାତିକ ସ୍ଥିତି ଉପୁଜିଛି। ଆପଣ ଏବେ ଦେଖିବେ ବାଲିଅନ୍ତା ବାଲିପାଟଣାରେ 2 ଜାଗାରେ 2ଟା ଥାନା, ବାଲିଅନ୍ତା ଗୋଟିଏ ନିର୍ବାଚନ ମଣ୍ଡଳୀର ବାଲିଅନ୍ତାରେ ଥାନା ଏବଂ ବାଲିପାଟଣାରେ ଥାନା, ଏ 2ଟି ଯାକ ଥାନାରେ 2ଟି ସାଂଘାତିକ ଘଟଣା ଘଟିଛି। ବାଲିଅନ୍ତାରେ ଯେଉଁ ଘଟଣାଟି ଘଟିଲା, ଯୋଡ଼ିଏ ଝିଅ ଆସୁଥିଲେ ସ୍କୁଟିରେ, ଆପଣମାନେ ଦେଖିଛନ୍ତି ଜାଣିଛନ୍ତି, ଆମର ଆଗରୁ ମିଡ଼ିଆରେ କୁହାଯାଇଛି ଏବଂ ସେ ଘଟଣା ଅନୁସନ୍ଧାନ ଚାଲିଛି ଏବଂ ତା'ର କୁଆଡ଼େ ମୋଡ଼ ଯିବ ଆମେ ଜାଣୁନା। କିନ୍ତୁ ସେଇ ଦିନ କୌଣସି ପ୍ରକାରର ସାମାନ୍ୟତମ ଭୟ ପୋଲିସ କି ଲୋକଙ୍କର ଆଉ ନାହିଁ ଏବଂ ପୋଲିସର ମଧ୍ୟ ସରକାରକୁ ଆଦୌ ଭୟ ନାହିଁ। ପୋଲିସ କି ଲୋକଙ୍କର ଭୟ ନାହିଁ, ପୋଲିସର ସରକାରକୁ ଭୟ ନାହିଁ। ଏ ଅବସ୍ଥା ଆମେ ଦେଖିଲୁ। କାରଣ ବାଲିଅନ୍ତାରେ ଘଟିବାର ଘଟଣାର ଅଳ୍ପ ଘଣ୍ଟା ପରେ ଆମେ ଦେଖିଲୁ ବାଲିପାଟଣାରେ ଗୋଟେ ସେହି ପ୍ରକାରର ହତ୍ୟାକାଣ୍ଡ ଘଟିଛି। ଆପଣ କଣାସରେ ଦେଖିଛନ୍ତି, ସେ ତ ଦୂରଦୂରାନ୍ତ ଜାଗାରେ। କିନ୍ତୁ ଭୁବନେଶ୍ୱରରେ ଆଉ ଗୋଟିଏ ବଡ଼ ଦୁର୍ଘଟଣା, ଯେଉଁମାନେ ମନ୍ଦିର ନାଁ ନେଇକରି ଆସିଥିଲେ, ଭୋଟ ପାଇକି ଆସିଥିଲେ, ଆପଣ ପ୍ରତିଦିନ ଦେଖିବେ ଯେକୌଣସି ମିଡ଼ିଆକୁ ଆପଣ ଖୋଲିଦେବେ ଏବଂ ଖବର ସଂଗ୍ରହ କରୁଛନ୍ତି, ଖବର ଲୋକଙ୍କୁ ବି ଦେଉଛନ୍ତି ଏବଂ ସେ ମିଡ଼ିଆରେ ଦେଖିବେ ପ୍ରତିଦିନ ଗୋଟେ କୌଣସି ନା କୌଣସି ମନ୍ଦିରରୁ ସୁନା ରୂପା ତାଙ୍କର ଗହଣା ଗାଣ୍ଠି ଚୋରି ଯାଉଛି ଏବଂ ସେ ଚୋର କିଏ ନେଉଛି ସେ ଚୋରି ଏବଂ ଜଣାପଡ଼ୁଛି ଯେମିତି ତା ପଛରେ ସରକାରଙ୍କର ହାତ ଅଛି। ମୁଁ ଆଜି ଅଭିଯୋଗ କରୁଛି, କାରଣ ଏପର୍ଯ୍ୟନ୍ତ ଯେଉଁ ଚୋରି ଯାଇଥିବା ସମସ୍ତ ଠାକୁର ମନ୍ଦିରରୁ ସୁନା ବା ରୂପା ଧରା ହେଇକରି ଫେରସ୍ତ ଦିଆଯାଇ ନାହିଁ, ଅନେକ ମନ୍ଦିରରେ ଦିଆଯାଇ ନାହିଁ। ଆଉ ମୁଁ ତ ଭାବୁଛି ବାଲିଅନ୍ତା ବାଲିପାଟଣା ଅଞ୍ଚଳର ଲୋକ ବ୍ୟକ୍ତି ଏଠି ନିଶ୍ଚୟ ଅଛନ୍ତି, ସେ ତାଙ୍କରି ଅଞ୍ଚଳରେ ବିଶେଷ ଭାବରେ ଚୋରି ଯାଉଛି। ଏଇ ଉପାନ୍ତ ଅଞ୍ଚଳରେ ମାନେ ଆମ ଭୁବନେଶ୍ୱରକୁ ଲାଗିକିରି ଆପଣ ମନ୍ଦିରରେ ଚୋରି, ଲୋକେ ସାଧାରଣରେ ମହିଳା ଜଣେ ରାସ୍ତାକୁ ଯାଇପାରୁନାହିଁ, ସକାଳୁ ଟିକେ ଫୁଲ ତୋଳିବାକୁ ଯାଇପାରୁନାହିଁ, ମର୍ଣ୍ଣିଂ ୱାକ୍ରେ ଯାଇପାରୁନାହିଁ। ଏ ଅବସ୍ଥା ଆମେ ଦେଖୁଛେ ଓଡ଼ିଶାରେ, ଭୁବନେଶ୍ୱର ରାଜଧାନୀରେ। ଏ ଅବସ୍ଥା ଆମେ ଦେଖୁଛେ ଓଡ଼ିଶାର ପୁରପଲ୍ଲୀରେ। ଏଣୁ ସମ୍ପୂର୍ଣ୍ଣ ଭାବରେ ଓଡ଼ିଶାର ଆମର ଯେଉଁ ଥିଲା ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଛି ଏବଂ ଏଥିପାଇଁ এই যে মোহন মাঝিঙ্কর সরকার
ପୂର୍ଣ୍ଣ ମାତ୍ରାରେ ଯାଇ ଅତି ବକବାଜି କରୁଛନ୍ତି। ଆଗରୁ ଜଣେ ମୁଖ୍ୟମନ୍ତ୍ରୀ ଥିଲେ ସେ ଜମା କିଛି କହୁନଥିଲେ, ଇଏ ଗୁଡ଼ାଏ ବକୁଛନ୍ତି, ଇଏ ସମସ୍ତେ ଆଙ୍କ ଲ ମିନିଷ୍ଟର ଇଏ, କିନ୍ତୁ ଏମାନଙ୍କର କୌଣସି ପ୍ରକାର ସଫଳତା ଆମେ ଗୋଟିଏ ଲାଇନ୍ରେ ବି ଦେଖିବାକୁ ପାଉନାହୁଁ। ଏଣୁ ଦୁର୍ଭାଗ୍ୟର କଥା, ଆମେ ଆଜି ଦାବି କରୁଛୁ ଯଦି ନ ପାରୁଛ ତୁମେ ଆଉ ଜଣେ ଦିଲ୍ଲୀରୁ ଆଣ, ତୁମର ଡବଲ ଇଞ୍ଜିନ୍ ସିଷ୍ଟମରେ ତାକୁ ଆଣି ବସାଅ। କାରଣ ଲୋକ ତୁମ ପାଖରେ ଲୋକ ନାହାନ୍ତି ବୋଲି ତ ଆମେ ଦେଖୁଛୁ ବଙ୍ଗଳାରେ ଆମେ ଆଉ ଜଣକୁ ଆଣିକି ବସାଇଲ, ଏମିତି କାହାକୁ ଆଣିକିରି ବାହାରୁ ଆଣିକିରି ବସାଅ। ତୁମେ ନିଜେ ପାରୁନାହ ବୋଲି ସ୍ୱୀକାର କରିକିରି ଇସ୍ତଫା ଦେଇଦିଅ। ଆମେ ତୁମକୁ ଇସ୍ତଫା ଦାବି ମାଗାଉନୁ, ମୁହଁରେ ଟିକେ ଲାଜ ଥିଲେ ଜଣେ ମୁଖ୍ୟମନ୍ତ୍ରୀ ଏପରି ଏକ ଖରାପ ଅବସ୍ଥାରେ ଏତେ ଦିନ ଶାସନ କରିବା ପାଇଁ ରହିବା ଉଚିତ ନୁହେଁ। ମୋର ଏ ହେଉଛି ମତ, ଏ ହେଉଛି ଦଳର ମତ, ଏବଂ ଦଳ ଚାହେଁ ଯେ ଏପରି ଏକ ଅବ୍ୟବସ୍ଥା ଆଉ ରାଜ୍ୟରେ ବେଶୀ ଦିନ ଧରି ନ ଚାଲୁ।